ଯାତ୍ରା ପୁସ୍ତକ 23 ପର୍ବ। ତୁମେ ମିଥ୍ୟା ପବାଦ ଉତ୍ଥାପନ କରିବ ନାହିଁ, ଅନ୍ୟାୟ ସାକ୍ଷୀ ହୋଇ ଦୁଷ୍ଟର ସାହାଯ୍ୟ କରିବ ନାହିଁ। ତୁମେ ଦୁଷ୍କର୍ମ କରିବାକୁ ବହୁ ଲୋକର ପଶ୍ଚାତବର୍ତ୍ତୀ ହେବ ନାହିଁ, ପୁଣି ନ୍ୟାୟ ବିଚାର ଅନ୍ୟଥା କରିବା ପାଇଁ ବହୁ ଲୋକର ପକ୍ଷ ହୋଇ ପ୍ରତିବାଦ କରିବ ନାହିଁ। କେବଳ ବିଚାରରେ ଦରିଦ୍ରର ପକ୍ଷପାତ କରିବ ନାହିଁ। ତୁମ୍ଭେ ଆପଣା ଶତ୍ରୁର ଗୋରୁ କି ଗଧକୁ ପଥ ହୁଡ଼ି ଯିବାର ଦେଖିଲେ ଅବଶ୍ୟ ତା ନିକଟକୁ ତାହା ଘେନିଯିବ। ତୁମେ ଆପଣା ବୈରୀର ଗର୍ଦ୍ଧବକୁ ଭାର ତଳେ ପଡ଼ିଥିବାର ଦେଖିଲେ ତାକୁ ଛାଡ଼ି ଯିବାରୁ ନିବୃତ୍ତ ହୁଅ। ତୁମେ ଅବଶ୍ୟ ତାହା ସଙ୍ଗରେ ତାକୁ ମୁକ୍ତ କରିବ। ଦରିଦ୍ରର ବିଚାରରେ ତୁମେ ତା ପ୍ରତି ଅନ୍ୟାୟ କରିବ ନାହିଁ। ମିଥ୍ୟା ବିଷୟରୁ ଆପଣାକୁ ଦୂରରେ ରଖ, ପୁଣି ନିର୍ଦ୍ଦୋଷକୁ ଓ ଧାର୍ମିକକୁ ନଷ୍ଟ କର ନାହିଁ, ଯେହେତୁ ଆମେ ଦୁଷ୍ଟକୁ ନିର୍ଦ୍ଦୋଷ କରିବା ନାହିଁ। ତୁମେ ଲାଞ୍ଚ ନେବ ନାହିଁ, କାରଣ ଲାଞ୍ଚ ଦୃଷ୍ଟି ଥିବା ଲୋକମାନଙ୍କୁ ଅନ୍ଧ କରିଦିଏ ଓ ଧାର୍ମିକମାନଙ୍କର ବାକ୍ୟ ଅନ୍ୟଥା କରେ। ତୁମେ ବିଦେଶୀ ପ୍ରତି ଉପଦ୍ରବ କରିବ ନାହିଁ, କାରଣ ତୁମେ ବିଦେଶୀର ମନ ଜାଣୁଅଛ, ଯେହେତୁ ତୁମେମାନେ ମିଶର ଦେଶରେ ବିଦେଶୀ ଥିଲ। ଆଉ ତୁମେ ଆପଣା ଭୂମିରେ 6 ବର୍ଷ ପର୍ଯ୍ୟନ୍ତ ବୀଜ ବପନ କରିବ ଓ ତହିଁରୁ ଉତ୍ପନ୍ନ ଶସ୍ୟାଦି ସଂଗ୍ରହ କରିବ। ମାତ୍ର 7ମ ବର୍ଷରେ ତାକୁ ବିଶ୍ରାମ ଦେବ ଓ ପଡ଼ିଆ ରଖିବ। ତହିଁରେ ତୁମ୍ଭର ଦରିଦ୍ରମାନେ ଖାଇବାକୁ ପାଇବେ। ସେମାନେ ଯାହା ଅବଶିଷ୍ଟ ରଖିବେ ତାହା ବନ୍ୟ ପଶୁମାନେ ଖାଇବେ। ପୁଣି ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଓ ଜିତବୃକ୍ଷ ପ୍ରତି ମଧ୍ୟ ସେ ରୂପେ କରିବ। ତୁମେ 6 ଦିନ ଆପଣା କର୍ମ କରି 7ମ ଦିନରେ ବିଶ୍ରାମ କରିବ। ତହିଁରେ ତୁମର ଗୋରୁ ଓ ଗର୍ଦ୍ଧବ ବିଶ୍ରାମ ପାଇବେ। ପୁଣି ତୁମ୍ଭ ଦାସୀପୁତ୍ର ଓ ବିଦେଶୀ ଲୋକ ଆଶ୍ୱସ୍ତ ହେବେ। ଆମ୍ଭେ ତୁମମାନଙ୍କୁ ଯାହା ଯାହା କହିଅଛୁ ସେ ସମସ୍ତ ବିଷୟରେ ସାବଧାନ ହୁଅ। ଅନ୍ୟ ଦେବଗଣର ନାମ ସ୍ମରଣ କରାଅ ନାହିଁ, କେବଳ ତୁମ୍ଭମାନଙ୍କ ମୁଖରୁ ତାହା ଶୁଣା ନ ଯାଉ। ତୁମେ ବର୍ଷ ମଧ୍ୟରେ 3 ଥର ଆମ୍ଭ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ତାଡ଼ି ଶୂନ୍ୟ ରୋଟିର ଉତ୍ସବ ପାଳନ କରିବ। ଆମ୍ଭ ଆଜ୍ଞାନୁସାରେ ଆବିବ ମାସର ନିରୂପିତ ସମୟରେ 7 ଦିନ ତାଡ଼ି ଶୂନ୍ୟ ରୋଟି ଭୋଜନ କରିବ, ଯେହେତୁ ତୁମେ ସେହି ସମୟରେ ମିଶର ଦେଶରୁ ମୁକ୍ତି ପାଇଅଛ। ପୁଣି କେହି ରିକ୍ତ ହସ୍ତରେ ଆମ୍ଭ ନିକଟରେ ଉପସ୍ଥିତ ହେବ ନାହିଁ। ଆଉ ତୁମେ ଶସ୍ୟ ଛେଦନ ଉତ୍ସବ ଅର୍ଥାତ୍ କ୍ଷେତ୍ରରେ ଯାହା ବୁଣ ତହିଁର ପ୍ରଥମ ସଂଗୃହୀତ ଫଳର ଉତ୍ସବ ପାଳନ କର। ପୁଣି ବର୍ଷ ଶେଷରେ କ୍ଷେତ୍ରରୁ ଫଳ ସଂଗ୍ରହ କରିବା ସମୟରେ ଫଳ ସଞ୍ଚୟର ଉତ୍ସବ ପାଳନ କର। ବର୍ଷ ମଧ୍ୟରେ 3 ଥର ତୁମ୍ଭର ସମସ୍ତ ଭୂଜାତି ପ୍ରଭୁ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହେବେ। ତୁମେ ତାଡ଼ିଯୁକ୍ତ ଦ୍ରବ୍ୟ ସହିତ ଆମ୍ଭ ବଳିର ରକ୍ତ ଉତ୍ସର୍ଗ କରିବ ନାହିଁ। ପୁଣି ଆମ୍ଭ ଉତ୍ସବ ସମ୍ପର୍କୀୟ ମେଦ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ରଖିବ ନାହିଁ। ତୁମ ଭୂମିର ପ୍ରଥମଜାତ ଫଳ ତୁମ ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ତୁମେ ଛାଗ ବତ୍ସକୁ ତାହାର ମାତୃଦୁଗ୍ଧରେ ପାକ କରିବ ନାହିଁ। ଦେଖ, ଆମ୍ଭେ ତୁମକୁ ପଥରେ ରକ୍ଷା କରିବା ପାଇଁ ଓ ତୁମ୍ଭକୁ ଆମ୍ଭର ପ୍ରସ୍ତୁତ ସ୍ଥାନକୁ ଆଣିବା ପାଇଁ ତୁମ୍ଭ ଆଗେ ଆଗେ ଏକ ଦୂତ ପ୍ରେରଣ କରିଅଛୁ। ତାହାଙ୍କ ବିଷୟରେ ସାବଧାନ ହୁଅ ଓ ତାହାଙ୍କ ରବରେ ଅବଧାନ କର। ତାହାଙ୍କର ଅସନ୍ତୋଷ ଜନ୍ମାଅ ନାହିଁ, କାରଣ ସେ ତୁମ୍ଭମାନଙ୍କର ଅଧର୍ମ କ୍ଷମା କରିବେ ନାହିଁ, ଯେହେତୁ ତାହାଙ୍କଠାରେ ଆମ୍ଭର ନାମ ଅଛି। ମାତ୍ର ତୁମ୍ଭେ ଯେବେ ନିତ୍ୟାନ୍ତ ତାହାଙ୍କର ରବରେ ଅବଧାନ କରିବ, ପୁଣି ଆମ୍ଭେ ଯାହା ସବୁ କହୁ ତାହା କରିବ, ତେବେ ଆମ୍ଭେ ତୁମ ଶତ୍ରୁମାନଙ୍କର ଶତ୍ରୁ ଓ ତୁମ୍ଭ ବୈରୀମାନଙ୍କର ବୈରୀ ହେବା। କାରଣ ଆମ୍ଭର ଦୂତ ତୁମ୍ଭ ଆଗେ ଆଗେ ଯାଇ ତୁମ୍ଭକୁ ଇମୋରୀୟ ଓ ହିତୀୟ ଓ ପିରିସୀୟ ଓ କିଣାନୀୟ ଓ ହିତୀୟ ଓ ଜିବୁସୀୟମାନଙ୍କ ଦେଶକୁ ଆଣିବେ। ପୁଣି ଆମ୍ଭେ ସେମାନଙ୍କୁ ଉଚ୍ଛିନ୍ନ କରିବା। ତୁମ୍ଭେ ସେମାନଙ୍କ ଦେବଗଣକୁ ପ୍ରଣାମ କରିବ ନାହିଁ ଓ ସେମାନଙ୍କ ସେବା କରିବ ନାହିଁ। ପୁଣି ସେମାନଙ୍କ କ୍ରିୟା ଅନୁସାରେ କ୍ରିୟା କରିବ ନାହିଁ, ମାତ୍ର ସେମାନଙ୍କୁ ସମୂଳେ ଉତ୍ପାଟନ କରିବ ଓ ସେମାନଙ୍କ ସ୍ତମ୍ଭ ସବୁ ଭାଙ୍ଗି ପକାଇବ। ତୁମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ସେବା କରିବ। ତହିଁରେ ସେ ତୁମ୍ଭମାନଙ୍କ ଅନ୍ନ ଜଳରେ ଆଶୀର୍ବାଦ କରିବେ। ପୁଣି ଆମ୍ଭେ ତୁମ୍ଭ ମଧ୍ୟରୁ ରୋଗ ଦୂର କରିବା। ତୁମ୍ଭ ଦେଶରେ କାହାରି ଗର୍ଭପାତ ହେବ ନାହିଁ, ପୁଣି କେହି ବନ୍ଧ୍ୟା ହେବ ନାହିଁ। ଆମ୍ଭେ ତୁମ୍ଭ ଆୟୁର ପରିମାଣ ପୂର୍ଣ୍ଣ କରିବା। ଆମ୍ଭେ ତୁମ୍ଭ ଆଗେ ଆଗେ ଆମ୍ଭ ବିଷୟକ ଭୟ ପ୍ରେରଣ କରିବା। ପୁଣି ତୁମ୍ଭେ ଯେଉଁ ସବୁ ଲୋକମାନଙ୍କ ନିକଟରେ ଉପସ୍ଥିତ ହେବ ସେମାନଙ୍କୁ ବ୍ୟାକୁଳ କରିବା ଓ ଆମ୍ଭେ ତୁମର ଶତ୍ରୁଗଣକୁ ବିମୁଖ କରିବା। ଆମ୍ଭେ ତୁମ ଆଗେ ଆଗେ ବିରୁଡ଼ିମାନଙ୍କୁ ପଠାଇବା। ସେମାନେ ହିତୀୟ ଓ କିଣାନୀୟ ଓ ହିତୀୟମାନଙ୍କୁ ତୁମ୍ଭ ସମ୍ମୁଖରୁ ଘଉଡ଼ାଇ ଦେବେ।
ମାତ୍ର 1 ବର୍ଷରେ ତୁମ୍ଭ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବା ନାହିଁ, ତାହାହେଲେ ଦେଶ ଶୂନ୍ୟ ହୋଇଯିବ ଓ ତୁମ୍ଭ ପ୍ରତିକୂଳରେ ବନ୍ୟ ପଶୁମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। ତୁମ୍ଭେ ଯେ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇନାହଁ ଓ ଦେଶ ଅଧିକାର କରିନାହଁ, ସେ ପର୍ଯ୍ୟନ୍ତ ଆମ୍ଭେ ତୁମ ସମ୍ମୁଖରୁ ସେମାନଙ୍କୁ କ୍ରମେ କ୍ରମେ ଘଉଡ଼ାଇ ଦେବା। ପୁଣି ଆମ୍ଭେ ସୁଫ ସାଗରଠାରୁ ପଲେଷ୍ଟିୟମାନଙ୍କର ସମୁଦ୍ର ପର୍ଯ୍ୟନ୍ତ ଓ ପ୍ରାନ୍ତରଠାରୁ ଫରାତ୍ ନଦୀ ପର୍ଯ୍ୟନ୍ତ ତୁମର ସୀମା ନିରୂପଣ କରିବା, କାରଣ ଆମ୍ଭେ ସେହି ଦେଶ ନିବାସୀମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା। ତହିଁରେ ତୁମ୍ଭେ ଆପଣା ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବ। ତୁମେ ସେମାନଙ୍କ ସହିତ କିମ୍ବା ସେମାନଙ୍କ ଦେବଗଣ ସହିତ କୌଣସି ନିୟମ ସ୍ଥିର କରିବ ନାହିଁ। ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ, କଲେ ସେମାନେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ। ଯେହେତୁ ତୁମ୍ଭେ ଯେବେ ସେମାନଙ୍କ ଦେବଗଣର ସେବା କର, ତେବେ ତାହା ଅବଶ୍ୟ ତୁମର ଫାନ୍ଦ ସ୍ୱରୂପ ହେବ।